ଆଜିର ଅନୁଚିନ୍ତା ଅଣ୍ଟି ଛୁରୀ ତଣ୍ଟି କାଟେ। ଜଣେ ବଡ଼ ବ୍ୟବସାୟୀ ଥିଲେ। ତାଙ୍କର ଜଣେ ଅତି ବିଶ୍ୱାସୀ ପାଖ ଲୋକ ଥିଲେ, ଯିଏକି ସମ୍ପୂର୍ଣ୍ଣ ବ୍ୟବସାୟ ଦେଖାଶୁଣା କରୁଥିଲେ। ବ୍ୟବସାୟୀ ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ଏକଦା ବ୍ୟବସାୟୀ ଖବର ପାଇଲେ ଯେ ସେହି ପାଖ ଲୋକ ତାଙ୍କ ଟଙ୍କା ବାଟମାରଣା କରି ସହରରେ ସମୁଦ୍ର କୂଳରେ ନିଜ ଲାଗି ବିରାଟ ଅଟ୍ଟାଳିକା ତୋଳିଛନ୍ତି ଓ ବିସ୍ତୃତ ଜାଗାବାଡ଼ି କିଣିଛନ୍ତି। ବ୍ୟବସାୟୀ ଏହା ଶୁଣି ହତବାକ ହୋଇଗଲେ। ଏହା ସତ ବୋଲି ବୁଝି ସାରିବା ପରେ ତୁରନ୍ତ ସେ ତାଙ୍କୁ ଡାକି କହିଲେ, ତୁମେ ମୋ ସହିତ ଏଭଳି ବିଶ୍ୱାସଘାତକ କରିବ ବୋଲି ମୁଁ କେବେ ହେଲେ ଭାବିନଥିଲି। ତୁମର ଏତେ ବର୍ଷର ସେବାକୁ ମନେ ପକାଇ ମୁଁ ତୁମକୁ ଛାଡ଼ି ଦେଉଛି। ତେବେ ତୁମେ ଆଜିଠାରୁ ଏଠାରୁ ଚାଲିଯାଅ। ତୁମର ଓ ମୋର ବାଟ ଆଜିଠାରୁ ଅଲଗା। ଏ କଥା ଶୁଣି ସେ ଲୋକ କହିଲେ, ସାଆନ୍ତେ, ଆପଣ ଠିକ୍ କଥା କହୁଛନ୍ତି। ହେଲେ ମୋ କଥା ଟିକେ ଶୁଣନ୍ତୁ। ଆପଣ ଆଖି କାନ ବୁଜି ମୋତେ ବିଶ୍ୱାସ କଲେ ବୋଲି ଏଭଳି ହେଲା। ଏବେ ଆପଣ ଏ ବିଷୟରେ ଜାଣିସାରିଲେଣି। ତେଣୁ ମୁଁ ଯଦି ପୁଣି କାମ କରିବି ତେବେ ଆଉ ଆଗ ଭଳି ଦୁର୍ନୀତି କରିପାରିବି ନାହିଁ। ଦ୍ୱିତୀୟରେ ମୁଁ ଯାହା ଅର୍ଜନ କରିସାରିଲେଣି ତାହା ମୋ ପରିବାର ଲାଗି ଢେର ଅଧିକ। ମୋର ମଧ୍ୟ ଅଧିକ ଲୋଡ଼ା ନାହିଁ। ଆପଣ ଆଉ ଯାହାକୁ ମୋ ସ୍ଥାନରେ ରଖିବେ ସେ ମଧ୍ୟ ଦୁର୍ନୀତି କରିବାର ଉପାୟ ଖୋଜିବ ଓ ପାଇବ ମଧ୍ୟ। କିଛି ଦିନ ପରେ ସେ ମଧ୍ୟ ସମୁଦ୍ର କୂଳରେ ସୁନ୍ଦର ଘର ତିଆରି କରିବ। ଆପଣ ଏହାଦ୍ୱାରା ଅଧିକ କ୍ଷତିରେ ପଡ଼ିବେ। ତୃତୀୟ କଥା ହେଲା, ମୁଁ ପଇସା ପତ୍ର ମାମଲାରେ ଦୁର୍ନୀତି କରିପାରେ, କିନ୍ତୁ ଆପଣଙ୍କ ପ୍ରତି ମୋ ନିଷ୍ଠା ଓ ସେବା ନେଇ କେହି ପ୍ରଶ୍ନ କରିପାରିବେ ନାହିଁ। ନୂଆ ଲୋକଠାରୁ ଆପଣ ଏଭଳି ଆନୁଗତ୍ୟ ବା ନିଷ୍ଠା ପାଇ ନ ପାରନ୍ତି। ବ୍ୟବସାୟୀ ଏହା ଶୁଣିବା ପରେ ଟିକେ ଭାବିଲେ ଏବଂ ତାଙ୍କୁ ପାଖରେ ରଖିଲେ। କାହାଣୀଟି ଯଦି ପସନ୍ଦ ଆସିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।